ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଚଳିତ 2025 ମସିହା ସେପ୍ଟେମ୍ବର ମାସ 7 ତାରିଖ ରବିବାର ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଘଟିବାକୁ ଯାଉଛି ଚନ୍ଦ୍ରଗ୍ରହଣ। ଆମ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ଅଶୁଭ ଘଟଣା ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବା ନିଷେଧ କରାଯାଇଛି। ଆଗକୁ ଜାଣିବା ଚନ୍ଦ୍ରଗ୍ରହଣର ସମୟ, ବିଧିବିଧାନ ଓ ଗ୍ରହଣଜନିତ ପ୍ରଭାବରେ ପୃଥିବୀ ପୃଷ୍ଠ, ଦେଶ ଦୁନିଆ ଓ ବ୍ୟକ୍ତି ବିଶେଷ କିପରି ଭାବରେ ପ୍ରଭାବିତ ହେବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସେପ୍ଟେମ୍ବର ମାସ 7 ତାରିଖରେ ଅନୁଷ୍ଠିତ ହେଉଥିବା ଏହି ଚନ୍ଦ୍ରଗ୍ରହଣ ସମଗ୍ର ଦେଶରେ ଦୃଶ୍ୟମାନ ହେଉଥିବାରୁ ଆମ ଦେଶ ଭାରତବର୍ଷରେ ଏହି ଗ୍ରହଣଜନିତ ବିଧିବିଧାନ ପାଳନ କରାଯିବା ବିଧେୟ। ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ମାସ 7 ତାରିଖ ରାତ୍ରି 9:58 ଠାରୁ ଆରମ୍ଭ ହୋଇ ରାତ୍ରି 1:26 ସମୟରେ ଶେଷ ହେବ। ଗ୍ରହଣଜନିତ ଅଶୁଦ୍ଧ କାଳ ଦିନ 11:45 ଠାରୁ ଆରମ୍ଭ ହୋଇ ଗ୍ରହଣ ଶେଷ ହେବା ଅର୍ଥାତ୍ ରାତ୍ର 1:26 ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ରୋଷେଇ କରିବା ବା ଖାଦ୍ୟ ରନ୍ଧନ କରିବା, ଖାଦ୍ୟ ଗ୍ରହଣ କରିବା, ଶୁଭ କାର୍ଯ୍ୟ ଓ ଦେବ କାର୍ଯ୍ୟ କରିବା ବର୍ଜିତ କରାଯାଇଛି। ସମଗ୍ର ଦେଶରେ ଏହି ସମୟରେ ସମସ୍ତ ଦେବାଳୟ ବା ମନ୍ଦିରମାନଙ୍କରେ ଦୁଆର ବନ୍ଦ ରଖାଯାଇ ଦେବନୀତି ସମ୍ପୂର୍ଣ୍ଣ ବନ୍ଦ ରଖାଯାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିର ଖୋଲା ରହି ଗ୍ରହଣ ପୂଜା ନୀତି ନାମକ ଏକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଗ୍ରହଣ ମୋକ୍ଷ ହେଲା ପରେ ଅର୍ଥାତ୍ ଗ୍ରହଣ ସରିଲା ପରେ ପରମ୍ପରା ଅନୁଯାୟୀ ସ୍ନାନ କାର୍ଯ୍ୟ ସମାପନ ପୂର୍ବକ ଦାନ ଦେବାର ପରମ୍ପରା ପ୍ରଚଳିତ ଅଛି। ଏହାପରେ ନିତ୍ୟ ନୈମିତ୍ତିକ କାର୍ଯ୍ୟ ସମାପନ କରାଯାଏ। ଏବେ ଜାଣିବା ଏହି ଚନ୍ଦ୍ରଗ୍ରହଣ ପ୍ରଭାବରେ କେଉଁ ସବୁ ରାଶି ଶୁଭ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ଚନ୍ଦ୍ରଗ୍ରହଣ ଶନିଙ୍କ ରାଶି କୁମ୍ଭ ରାଶିର ପୂର୍ବଭାଦ୍ର ନକ୍ଷତ୍ରରେ ପଡ଼ୁଅଛି। ପୂର୍ବରୁ କୁମ୍ଭ ରାଶିରେ ବିଦ୍ୟମାନ ରାହୁ ମହାଗ୍ରହଙ୍କ ଯୋଗରେ ଏହି ରାହୁଚନ୍ଦ୍ର ଗ୍ରହଣ ଯୋଗ ଜ୍ୟୋତିଷୀୟ ଭାଷାରେ ବିଶେଷ ମହତ୍ତ୍ୱ ରଖିଥାଏ। ଏହି ଯୋଗର ପ୍ରଭାବରୁ ମିଥୁନ ରାଶିଜାତ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରିବେ। ଆୟର ନୂତନ ଦିଗ ଉନ୍ମୋଚିତ ହେବ। ଅଚାନକ କିଛି ଶୁଭ ସମ୍ବାଦ ମିଳିବ। ପରିବାର ଓ ମିତ୍ରମାନଙ୍କର ସହଯୋଗ ମିଳିବ। ବାଣିଜ୍ୟ ବେପାର କରୁଥିବା ମିଥୁନ ରାଶିଜାତ ବ୍ୟକ୍ତି ବହୁଳ ଭାବେ ଉପକୃତ ହେବେ। ସେହିପରି ଧନୁରାଶିଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭପ୍ରଦ ରହିବ। ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ମନୋକାମନା ମଧ୍ୟ ପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ମଧୁରତାରେ ପରିପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସହିତ ସମାଜରେ ମାନସମ୍ମାନର ବୃଦ୍ଧି ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ବହୁତ ଭଲ ରହିବ। ଏହାଛଡ଼ା ମକର ରାଶିଜାତ ବ୍ୟକ୍ତିଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ମଧ୍ୟ ବେଶ୍ ଶୁଭପ୍ରଦ ରହିବ। ଚାକିରି, ବାଣିଜ୍ୟ ବେପାରରେ ସାମନା କରୁଥିବା ସମସ୍ୟାଗୁଡ଼ିକ ସମାଧାନ ହୋଇଯିବ। ପୂର୍ବରୁ ରହିଆସୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଦୂରୀଭୂତ ହେବ ଏବଂ ପୂର୍ବରୁ ଚାଲି ଆସୁଥିବା ମାନସିକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଯିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ସନ୍ତାନ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର ହେବ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପ୍ରଭାବରେ
ପୃଥିବୀ ପୃଷ୍ଠ ଉପରେ କେଉଁ ଜାଗାରେ ଭୂମିକମ୍ପ ହେବ ତ ଅନ୍ୟ କେଉଁ ଜାଗାରେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ। ଆଉ କେଉଁ ଜାଗାରେ ଭୟଙ୍କର ଝଡ଼ ତୋଫାନ ବଢ଼ିବା ସହିତ ଦେଶ ଦେଶ ମଧ୍ୟରେ ଯୁଦ୍ଧର ବିଭୀଷିକା ଜାରି ରହିବ। ଆମ ଦେଶ ଭାରତବର୍ଷର 10ମ ସ୍ଥାନ କୁମ୍ଭ ରାଶିରେ ଏହି ଚନ୍ଦ୍ରଗ୍ରହଣ ଘଟୁଥିବାରୁ ଦେଶର ଶାସନତନ୍ତ୍ରରେ ଅସ୍ଥିରତା ଲାଗି ରହିବ। ନେତୃତ୍ୱ ପରିବର୍ତ୍ତନ ଘଟିବାର ବହୁତ ସମ୍ଭାବନା ଦେଖାଯାଏ। ଏହାଛଡ଼ା ଦେଶ ଭିତରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ବିପୁଳ ଧନଜୀବନ ହାନିର ମଧ୍ୟ ସୂଚନା ମିଳେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।